ହସ୍ତକ୍ଷେପ ପରେ ବନ୍ଧା ପଡ଼ିଥିବା ଶବ ଉଦ୍ଧାର। ପାରାଦୀପ ଭୁବନେଶ୍ୱର କିମ୍ସ ମେଡିକାଲରେ ବନ୍ଧା ପଡ଼ିଥିବା ଶବ ମାନବାଧିକାର ସଭାପତି ଶ୍ରୀମତୀ ଶୈଳେନ୍ଦ୍ରୀ ସେନାପତିଙ୍କ ହସ୍ତକ୍ଷେପ ଦ୍ୱାରା ଝାଡ଼ଖଣ୍ଡ ଜାମଶେଦପୁରରୁ କମଳ ଘୋଷ ନାମକ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର ହେବା ମୃତ ବ୍ୟକ୍ତିଙ୍କ ପୁତ୍ରଙ୍କଠାରୁ ଜଣାଯାଇଛି। ଖବରରୁ ପ୍ରକାଶ, ଝାଡ଼ଖଣ୍ଡ ଜାମଶେଦପୁରର ଜଣେ ବ୍ୟକ୍ତି ବ୍ରେନ୍ ହାମରେଜ୍ ହେବାରୁ ଗତ ଡିସେମ୍ବର 31 ତାରିଖରୁ ଭୁବନେଶ୍ୱର କିମ୍ସ ମେଡିକାଲରେ ଚିକିତ୍ସା ପାଇଁ ଆଡମିଟ୍ ହୋଇଥିବା ବେଳେ ଦୀର୍ଘ 21 ଦିନ ପରେ 22 ଦିନ ବେଳକୁ କମଳ ଘୋଷଙ୍କର ମୃତ୍ୟୁ ହୋଇଯାଇଥିଲା। ଦୀର୍ଘ 22 ଦିନ ଚିକିତ୍ସା ମଧ୍ୟରେ ତାଙ୍କର ପୁତ୍ର 25 ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ନିଜର ଅବସ୍ଥା ଶୋଚନୀୟ ହେବାରୁ ସେ ମେଡିକାଲରେ ଅବଶିଷ୍ଟ 3,25,000 ଟଙ୍କା ଦେଇପାରିନଥିଲେ। ସେଥିପାଇଁ ମେଡିକାଲ କର୍ତ୍ତୃପକ୍ଷ ମୃତ କମଳ ଘୋଷଙ୍କ ଶବକୁ ତାଙ୍କ ପୁତ୍ରଙ୍କୁ ହସ୍ତାନ୍ତର କରିବାକୁ ମନା କରିଦେଇଥିଲେ, ଯାହାକି ମୃତ ବାପାଙ୍କ ଶବ ଏକ ପ୍ରକାର ବନ୍ଧା ପଡ଼ିଥିବାରୁ ଶେଷରେ ନିରାଶ ହୋଇ ଇଣ୍ଟରନ୍ୟାସନାଲ ମାନବାଧିକାର ସଭାପତି ଶୈଳେନ୍ଦ୍ରୀ ସେନାପତିଙ୍କୁ ନିଜର ଦୁଃଖ ଜଣାଇଥିଲେ। ଏଥିରେ ନିଜେ ଶୈଳେନ୍ଦ୍ରୀ ସେନାପତି ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମ୍ପୂର୍ଣ୍ଣ ଦେୟମୁକ୍ତ କରିଥିଲେ। ପରେ କମଳ ଘୋଷ ନାମକ ମୃତ ବ୍ୟକ୍ତିଙ୍କୁ ତାଙ୍କ ପୁତ୍ରଙ୍କୁ ହସ୍ତାନ୍ତର କରାଯାଇଥିଲା। ଏଠାରେ କଥା ରହିଲା, ଯାହାର କେହି ନାହିଁ ତାହାର ଭଗବାନ ରୂପେ ମଣିଷ ଅଛନ୍ତି। ପାରାଦୀପରୁ ପୁରୁଷୋତ୍ତମ ଶତପଥୀଙ୍କ ରିପୋର୍ଟ, କ୍ରାନ୍ତିଧାରା ନ୍ୟୁଜ୍।